ହ୍ୟାଲୋ ହାଇ ନମସ୍କାର ଫ୍ରେଣ୍ଡସ୍। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଆମେ ଆସିଛୁ ମନ୍ଦିର ବୁଲିବାକୁ। ଅମ୍ବିକା ମନ୍ଦିର ପ୍ରଥମେ ଗଲୁ, ସେଠି ଦର୍ଶନ କଲୁ, ଦୀପ ଜାଳିଲୁ, ପୂଜା କଲୁ। ମା ଅମ୍ବିକା ସମସ୍ତଙ୍କୁ ଘଣ୍ଟ ଘଣ୍ଟ ରଖିଥାନ୍ତୁ, ସମସ୍ତେ ଭଲ ରୁହନ୍ତୁ, ସମସ୍ତଙ୍କ ଦିନ ଏକଦମ ଭଲରେ କଟୁ। ସକାଳୁ ଡଙ୍ଗା ବସେଇଥିଲୁ କିନ୍ତୁ ତାର ଭିଡ଼ିଓ ସୁଟ୍ କରିବାକୁ ଭୁଲି ଯାଇଛି, ସରି ଫ୍ରେଣ୍ଡସ୍। ମନ୍ଦିରରେ ପୂଜା ପାଠ କଲୁ, ଦୀପ ଜାଳି ସାରିଲୁ, ତାପରେ ସେଠି ଭୋଗ ପଡୁଥିଲା, ଭୋଗ ଖାଇଲୁ, ମହାଦେବ ମନ୍ଦିର ପୂଜା କଲୁ। ଆପଣ ଯଦି ଆମ ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ ନିହାତି କରିବେ। ତାପରେ ଆମେ ଆସିଲୁ ଆଉ ଗୋଟେ ମନ୍ଦିର ପରିଦର୍ଶନ କରିବା ପାଇଁ। ବାଟରେ ବହୁତ ସାରା ମନ୍ଦିର ଯାଇଥିଲୁ କିନ୍ତୁ ସବୁ ଆଉ କିଛି ସୁଟ୍ କରିବା ସମ୍ଭବ ହେଇନି। ଏଠି ଆସିଲୁ ଆମେ କରଞ୍ଜିଆର ସୋରବାଲିରେ ଅବସ୍ଥିତ ବାମନଶାଳ। ଏଠି ଭୋଗ କାଉଣ୍ଟରରୁ ଭୋଗ କିଣିଲୁ। ତାପରେ ହନୁମାନ ମନ୍ଦିର, ଯୋଉ ମନ୍ଦିର ମୁଁ ଯାଇଛି ଆପଣଙ୍କୁ ନିହାତି ଜଣେଇବି। ଏଠିକା ପରିବେଶ ମୋତେ ବହୁତ ବହୁତ ସୁନ୍ଦର ଲାଗିଲା, ବହୁତ ନେଚୁରାଲ ଥିଲା। ତାପରେ ଏଠି ବୁଢ଼ା ଗଣେଶ, ଏଠି ଜଣେ ଦେଖାହେଲେ ନୂଆ ସବସ୍କ୍ରାଇବର, ତାଙ୍କ ସହିତ ଫଟୋ ଉଠେଇଲୁ, ମାଙ୍କର ଦର୍ଶନ କଲୁ। ମନ୍ଦିର ପରିବେଶ ଦୃଶ୍ୟ ଅତ୍ୟନ୍ତ ମନୋଲୋଭ ଥିଲା। ଏଇଟା ଥିଲା ନାରାୟଣ ମନ୍ଦିର। ଏଠି ଆଉ ଜଣେ କୁନି ସବସ୍କ୍ରାଇବର ମିଳିଗଲେ। ବର୍ତ୍ତମାନ ମନ୍ଦିର ଦେଖୁଛନ୍ତି, ମହାଦେବ ମନ୍ଦିରକୁ ବହୁତ ସୁନ୍ଦର ଲାଗୁଛି। ଭିତର ସ୍ପେସ୍ ଟିକେ ବହୁତ ଛୋଟ, ବଟ୍ ବାହାର ଆଉଟସାଇଡ୍ ବହୁତ ସୁନ୍ଦର ହେଇଛି। ଗୋଟେ ନ୍ୟୁ ମଡେଲ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଏଇଟା ଟିକେ ରିମଡେଲିଂ କରିଲେ ଆଉ ଟିକେ ବହୁତ ଭଲ ଲାଗନ୍ତା। ବହୁତ ଗୁଡ଼ିଏ ଭକ୍ତ ଆସନ୍ତେ କିନ୍ତୁ ଏଠି ରକ୍ଷଣାବେକ୍ଷଣ ବହୁତ ଅଭାବ ରହିଛି। କିନ୍ତୁ ଯାହା ବି ମତେ ସାଇଟରେ ଗୋଟେ ପାର୍କ ଅଛି, ଛୋଟ ପାର୍କଟେ। ତ ଏଠି ଆମେ ଶେଷରେ କିଛି ଫଟୋ ଉଠେଇଲୁ। ତାପରେ ଆମ ଘର ପାଖରେ ବାରକଣ୍ଡା ମନ୍ଦିର ଥିଲା, ସେଠି ଦର୍ଶନ କଲୁ, ତାପରେ ଘରକୁ ଆସିଲୁ। ଥ୍ୟାଙ୍କ ୟୁ।